ଲୁହ ଭିଜା ଆଖିରେ ନାକରେ ପାଇପ୍ ଲଗେଇ ଦେହ ଭିତରେ ଅସହ୍ୟ ଯନ୍ତ୍ରଣା। ଏସବୁକୁ ଦେଖି ବୋଧହୁଏ ଆକାଶ ବି ସହିପାରିନଥିଲା। ସେଥିପାଇଁ ବାଦଲର ସେ ଘଡ଼ଘଡ଼ ଶବ୍ଦରେ ବର୍ଷା କରି ନିଜ ଆଖିରୁ ବି ଲୁହ ଗଡ଼େଇ ଚାଲିଥିଲା। ହେଲେ ଜନ୍ମ ଦେଇଥିବା ସେହି ଛୁଆମାନଙ୍କୁ କିନ୍ତୁ କିଛି ବି ଫରକ ପଡ଼ୁନଥିଲା। ଦର୍ଶକ ବନ୍ଧୁ, ଆଜି ଆସନ୍ତୁ ଦେଖିବା ଗୋଟେ ଅସହାୟ ବାପାର କରୁଣ କାହାଣୀ ବିଷୟରେ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଯେତେବେଳେ ଆମେ କାନ୍ଦୁଥିଲେ ସେତେବେଳେ ବାପା ଆମ କାନ୍ଦକୁ ଚୁପ୍ କରାଇବାକୁ ସବୁକିଛି ଭୁଲି ଯାଉଥିଲା। ଆମର ସେ ଆଶା ପୂରଣ କରିବାକୁ ବାପା କ'ଣ ବା ନ କରୁଥିଲେ। ମନେ ଅଛି ସେଦିନର କଥା? ପିଲାବେଳେ ଯେତେବେଳେ ବାପାଙ୍କ ସହିତ ମେଳା ବୁଲିବାକୁ ଯାଉଥିଲେ, ସେଇ ଭିଡ଼ ଭିତରେ ଆମେ କାଳେ ହଜିଯିବା, ସେଥିପାଇଁ ସେ ଆମ ହାତକୁ କେବେ ବି ଛାଡ଼ୁନଥିଲେ। ବେଶୀ ଚାଲିଲେ ଆମକୁ କଷ୍ଟ ହେବ ବୋଲି କାନ୍ଧରେ ବସେଇ ମେଳା ବୁଲାଉଥିଲେ। କ'ଣ ଯଦି ଦରକାର ପଡ଼ୁଥିଲା, ପକେଟରେ ଟଙ୍କା ନଥିଲେ ବି କେମିତି ଟଙ୍କା ଯୋଗାଡ଼ କରି ଆମ ଦରକାରକୁ ମେଣ୍ଟାଉଥିଲେ। ଆମେ ଏସବୁ ଜାଣିପାରୁନଥିଲେ। ଆଉ ଆମେ ଯେତେବେଳେ ବଡ଼ ହୋଇଗଲେ ସେତେବେଳେ ସେ ଆମ ପାଇଁ ହୋଇଗଲେ ଅଲୋଡ଼ା ଆଉ ଅଦରକାରୀ। ଏକଥା ମୁଁ ମନରୁ କହୁନି ଆଜ୍ଞା। ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଏହି କେଇ ସେକେଣ୍ଡର ଭିଡ଼ିଓ କହିଦେଉଛି ଏହି ବାପା ଜଣକ କେତେ କଷ୍ଟରେ ଅଛନ୍ତି। ଯେଉଁ କଷ୍ଟକୁ ଇନ୍ଦ୍ର ବି ସହି ନପାରି ବର୍ଷା ମାଧ୍ୟମରେ ଆକାଶରୁ ଅଜସ୍ର ଲୁହ ଗଡ଼େଇ ଚାଲିଛନ୍ତି। ଆଉ ଜନ୍ମ ଦେଇଥିବା ଛୁଆମାନେ କିନ୍ତୁ ପଥର ହୋଇଯାଇଛନ୍ତି। ଯେଉଁ ଦୃଶ୍ୟ ଦେଖି ରାସ୍ତାରେ ଯିବା ଲୋକଙ୍କୁ କଷ୍ଟ ହେଉଥିଲେ ବି କିନ୍ତୁ ନିଜ ପିଲାମାନଙ୍କୁ କିଛି ବି ଫରକ ପଡ଼ୁନଥିଲା। ଏ ଦୃଶ୍ୟ କେତେ ହୃଦୟ ବିଦାରକ କହିଲେ। ଏ କାହାଣୀ ହେଉଛି ସେଇ ବାପାର ଯାହାର ସମସ୍ତେ ଅଛନ୍ତି, ହେଲେ ଆଜି ସେ ସମସ୍ତଙ୍କ ପାଇଁ ଅଲୋଡ଼ା ହୋଇଯାଇଛନ୍ତି। କାହିଁକି ନା ତାଙ୍କୁ କୁଆଡ଼େ ଗୋଟେ ବଡ଼ ରୋଗ ହୋଇଛି। ସେ ଡାକ୍ତରଖାନାରେ ଆଡ଼ମିଟ୍ ହୋଇଥିଲେ, ହେଲେ ଟଙ୍କା ସରିଯିବାରୁ ସେ ଆଉ ଚିକିତ୍ସିତ ହୋଇପାରିଲେନି। କାହିଁକି ନା ତାଙ୍କ ପିଲାମାନେ ତାଙ୍କ ଚିକିତ୍ସା ଖର୍ଚ୍ଚ ଦେବାକୁ ରାଜି ହେଲେନି। ଶେଷରେ ବାଧ୍ୟ ହୋଇ ଏ ବାପା ଜଣକ ପିଲାମାନଙ୍କ ଉପରେ ବୋଝ ନ ହୋଇ ଡାକ୍ତରଖାନା ଛାଡ଼ି ଚାଲି ଆସିଲେ। ନାକରେ ସେମିତି ପାଇପ୍ ଲାଗିଥିଲା, ଦେହରେ ଅନେକ ଯନ୍ତ୍ରଣା ବି ହେଉଥିଲା, ହେଲେ ସେ ଲାଚାର ଥିଲା। ଆଉ ଏତେ ଥକି ଯାଇଥିଲା ଯେ ଗୋଟେ ଜାଗାରେ ବସି ପଡ଼ିଥିଲା। ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖି ଆକାଶ ବି ନିଜ ଲୁହକୁ ସମ୍ଭାଳି ପାରିନଥିଲା। ନିଜ ଲୁହକୁ କଳା ବାଦଲ ଭିତରେ ଥିବା ବର୍ଷା ମାଧ୍ୟମରେ ନିଗାଡ଼ି ଚାଲିଥିଲା। ଆଉ କହୁଥିଲା, ମୁଁ ସିନା କିଛି କରିପାରିବିନି, ହେଲେ ଏଇ ଲୁହ ଗଡ଼େଇ ତମ ଛୁଆମାନଙ୍କୁ ଜଣେଇ ଦେଇପାରିବି, ତମ ବାପାଙ୍କୁ ଦେଖିଲେ ମୋତେ ଏତେ ଦୁଃଖ ଲାଗୁଛି ଯେ ସହିପାରୁନି। ଆଉ ଯଦି ତମ ବାପାଙ୍କ ଦୁଃଖ ଦେଖି ମୁଁ କାନ୍ଦି ପାରୁଛି, ତମେ ତାଙ୍କଠୁ ଜନ୍ମ ହେଇ କେମିତି ସହିପାରୁଛ? ହେଲେ ସେମାନଙ୍କୁ କିଛି ବି ଫରକ ପଡ଼ୁନଥିଲା। ଦର୍ଶକ ବନ୍ଧୁ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି କେଇ ସେକେଣ୍ଡର ଭିଡ଼ିଓ ଦେଖିଲେ ଏତେ ଯନ୍ତ୍ରଣା ଦେଉଥିଲା ଯେ ଛାତି ଭିତରୁ ନିଜ କୋହଗୁଡ଼ା ହୃଦୟ ଫାଟି ବାହାରି ଆସୁଥିଲା। ସତ କହିଲେ, ଆପଣଙ୍କ ବାପା ହେଇଥିଲେ ଆପଣଙ୍କୁ କ'ଣ କଷ୍ଟ ହୋଇନଥାନ୍ତା? ଯଦି ଆପଣଙ୍କୁ କଷ୍ଟ ହେଉଛି, ଯଦି ଆମକୁ ବି କଷ୍ଟ ହେଉଛି, ତେବେ ତାଙ୍କ ସନ୍ତାନମାନଙ୍କୁ କାହିଁକି କଷ୍ଟ ହେଉନି? କାହିଁକି ନା ସେମାନେ ଅମଣିଷ ହୋଇଥିବେ ନିଶ୍ଚିତ। ତାଙ୍କୁ ତାଙ୍କ ବାପା ଦରକାର ନଥିବ। ସେ କହୁଥିବ ବଡ଼ ଭାଇ ବୁଝିବ, ଆଉ ବଡ଼ ଭାଇ କହୁଥିବ ସାନ ଭାଇ ବୁଝିବ, ଆଉ ଭଉଣୀମାନେ କହୁଥିବେ ଭାଇମାନେ ଅଛନ୍ତି ବୁଝିବେ। ଆମେ କହୁନୁ ତାଙ୍କ ସନ୍ତାନମାନଙ୍କ ପାଖରେ ପଇସା ଅଛି ଆଉ ଖର୍ଚ୍ଚ କରୁନାହାନ୍ତି। ହୁଏତ ସେମାନେ ବି ଅଭାବରେ ଥାଇପାରନ୍ତି, କିନ୍ତୁ ବାପାକୁ ନିଜ ସହିତ ନ ରଖି ଏମିତି ରାସ୍ତା ଉପରେ ଛାଡ଼ିଦେବା କେତେ ଦୂର ଠିକ୍? ହେଲେ ବାପାର ହୃଦୟ ଏତେ ବଡ଼ ଯେ ଏ ଦୃଶ୍ୟ ଦେଖିଲେ ଲାଗୁଛି ସେ ବାପା ବି ଭାବୁଥିବ ଆଉ ମନେ ମନେ କହୁଥିବ, ହେ ପ୍ରଭୁ, ମୋ ପିଲାମାନଙ୍କୁ ହଇରାଣ କରନି, ମୋତେ ଖୁବ୍ ଶୀଘ୍ର ତମ ପାଖକୁ ନେଇଯାଅ। ବେଶୀ କିଛି କହିବିନି ଆଜ୍ଞା, ଖାଲି ଏତିକି କହିବି, ଯେଉଁ ବାପା ତମ ଖୁସି ପାଇଁ ତାର ଜୀବନ ସାରା ସମର୍ପଣ କରିଦେଲା, ସେଇ ବାପା ପାଇଁ କ'ଣ ଆମର କିଛି ବି କର୍ତ୍ତବ୍ୟ ନାହିଁ? ଏମିତି ସନ୍ତାନକୁ କ'ଣ କହିବି ଆଜ୍ଞା, ମୁଁ ତ ଜାଣିପାରୁନି। ହେଲେ ଆପଣଙ୍କ ନଜରରେ ଏଇ ବାପାର ସନ୍ତାନମାନଙ୍କୁ କ'ଣ କହିବେ କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।